କେବେ ଭାବିଛନ୍ତି ଏମିତି ଏକ ଦୁନିଆ ବିଷୟରେ ଯେଉଁଠି ଆମ ଚାରିପାଖର ସବୁକିଛିର ମୂଳଦୁଆ ମାନେ ଯେଉଁ ମୌଳିକ ତତ୍ତ୍ୱରେ ସବୁ ତିଆରି ସେଗୁଡ଼ିକ ଏକଦମ ବିଶୃଙ୍ଖଳିତ ଭାବରେ ଖେଳେଇ ହୋଇପଡ଼ିଥିଲା। ଏହା କୌଣସି କାଳ୍ପନିକ କଥା ନୁହେଁ, ଏହା ଥିଲା ଊନବିଂଶ ଶତାବ୍ଦୀର ମଝି ସମୟର ରସାୟନ ବିଜ୍ଞାନର ବାସ୍ତବତା। ଆଉ ତାପରେ ସେହି ବିଶୃଙ୍ଖଳା ଭିତରୁ ଜଣେ ବ୍ୟକ୍ତି ଏକ ଅଦ୍ଭୁତ ନିୟମ ଖୋଜି ବାହାର କଲେ। ଆଜିର ଏହି ଆଲୋଚନାରେ ଆମେ ସେହି ପ୍ରଶ୍ନର ହିଁ ଉତ୍ତର ଖୋଜିବା। କେମିତି ଭଲା ଜଣେ ମଣିଷ କେବଳ ଏକ ଛାଞ୍ଚ ବା ପ୍ୟାଟର୍ନକୁ ଦେଖି ଯାହା କେହି କେବେ ଦେଖିନଥିଲେ ତାର ଅସ୍ତିତ୍ୱ ବିଷୟରେ କହିପାରିଲେ, ଆଉ ଯାହା ଅଜଣା ଥିଲା ତାକୁ ବି ଜାଣିପାରିଲେ। ଠିକ୍ ଅଛି, ତେବେ ଚାଲନ୍ତୁ କାହାଣୀର ଆରମ୍ଭରୁ ଆରମ୍ଭ କରିବା। ଭାବନ୍ତୁ ତ, ଆପଣ ଗୋଟେ ବହୁତ ବଡ଼ ଲାଇବ୍ରେରୀରେ ଅଛନ୍ତି। ହଜାର ହଜାର ବହି ଅଛି, କିନ୍ତୁ କୌଣସିଟିକୁ ବି ଠିକ୍ ଭାବେ ସଜା ହୋଇ ରଖାଯାଇନି। କେଉଁ ବହି କେଉଁଠି ଅଛି କେହି ଜାଣନ୍ତି ନାହିଁ। ଊନବିଂଶ ଶତାବ୍ଦୀର ମଝି ସମୟରେ ରସାୟନ ବିଜ୍ଞାନର ଅବସ୍ଥା ଠିକ୍ ସେମିତି ଥିଲା। ବୈଜ୍ଞାନିକମାନେ ଗୋଟିଏ ପରେ ଗୋଟିଏ ନୂଆ ମୌଳିକ ତତ୍ତ୍ୱ ତ ଖୋଜି ପାଉଥିଲେ, କିନ୍ତୁ ସେସବୁକୁ ବୁଝିବା ପାଇଁ କୌଣସି ସଠିକ୍ ଉପାୟ ନଥିଲା। ସେହି ସମୟରେ କେବଳ 63ଟି ମୌଳିକ ତତ୍ତ୍ୱ ବିଷୟରେ ହିଁ ଜଣାଥିଲା, ଆଉ ପ୍ରତ୍ୟେକଟିର ନିଜର ଅଲଗା ଅଲଗା ଗୁଣ ଥିଲା। ଏହା ଗୋଟେ ପଜଲ ଭଳି ଥିଲା ଯେଉଁଥିରେ 63ଟି ଅଲଗା ଅଲଗା ଖଣ୍ଡ ତ ଥିଲା, କିନ୍ତୁ କେହି ଜାଣିନଥିଲେ ଯେ ସେଗୁଡ଼ିକୁ ଯୋଡ଼ିଲେ କିଭଳି ଚିତ୍ରଟିଏ ତିଆରି ହେବ। ତେବେ ଏହି ସମସ୍ୟାର ସମାଧାନ ପାଇଁ ବହୁତ ବୈଜ୍ଞାନିକ ଲାଗିପଡ଼ିଥିଲେ। ସେମାନେ ବି ଏହି ତତ୍ତ୍ୱଗୁଡ଼ିକୁ ସଜେଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେମାନଙ୍କ ଭିତରୁ ହିଁ ଆସିଲେ ଆମ କାହାଣୀର ନାୟକ, ରୁଷୀୟ ରସାୟନବିଦ୍ ଦିମିତ୍ରି ମେଣ୍ଡେଲିଭ୍। ସେ କେବଳ ଏଗୁଡ଼ିକୁ ସଜେଇବାକୁ ଚାହୁଁନଥିଲେ, ବରଂ ଏହା ଭିତରେ ଲୁଚି ରହିଥିବା ଏକ ଗଭୀର ସତ୍ୟକୁ ଖୋଜିବାକୁ ସାହସ କରିଥିଲେ। ଆଉ ଜାଣନ୍ତି, ମେଣ୍ଡେଲିଭ୍ଙ୍କ ଉପାୟ ବହୁତ ସରଳ କିନ୍ତୁ ଅଦ୍ଭୁତ ଥିଲା। ସେ ସେହି 63ଟି ମୌଳିକ ତତ୍ତ୍ୱ ପାଇଁ ଗୋଟିଏ ଗୋଟିଏ କାର୍ଡ ତିଆରି କଲେ। ପ୍ରତି କାର୍ଡରେ ସେ ସେହି ତତ୍ତ୍ୱର ଗୁଣ ସବୁ ଲେଖିଲେ, ଆଉ ତାପରେ ସେହି କାର୍ଡଗୁଡ଼ିକୁ ଧରି ଏପଟ ସେପଟ କରି ସଜେଇବାକୁ ଲାଗିଲେ, ଠିକ୍ ଯେମିତି କେହି ତାସ୍ ଖେଳୁଛି। ସେ ଏକ ନିୟମ, ଏକ ପ୍ୟାଟର୍ନ ଖୋଜୁଥିଲେ। ଏହି ଖେଳରେ ସେ ମୁଖ୍ୟତଃ ଦୁଇଟି କଥା ଉପରେ ଧ୍ୟାନ ଦେଲେ। ପ୍ରଥମତଃ, ସେ ସବୁ ତତ୍ତ୍ୱକୁ ତାଙ୍କର ବଢ଼ୁଥିବା ପାରମାଣବିକ ବସ୍ତୁତ୍ୱ କ୍ରମରେ ସଜାଇଲେ, ଆଉ ଦ୍ୱିତୀୟରେ ସେ ଏକାଭଳି ରାସାୟନିକ ଗୁଣ ଥିବା ତତ୍ତ୍ୱଗୁଡ଼ିକୁ ଗୋଟିଏ ଗୋଟିଏ ଦଳରେ ରଖିବାକୁ ଚେଷ୍ଟା କଲେ। ଏବେ ପ୍ରଶ୍ନ ଆସୁଛି, ରାସାୟନିକ ଗୁଣ କହିଲେ ସେ ପ୍ରକୃତରେ କ'ଣ ବୁଝୁଥିଲେ? ହଁ, ସେ ମୁଖ୍ୟତଃ ଦୁଇଟି ଜିନିଷ ଦେଖିଲେ। ଗୋଟେ ତତ୍ତ୍ୱ ଅମ୍ଳଜାନ ସହିତ ମିଶି କିଭଳି ଅକ୍ସାଇଡ୍ ତିଆରି କରୁଛି, ଆଉ ଉର୍ଦ୍ଧ୍ୱଜାନ ସହିତ ମିଶି କିଭଳି ହାଇଡ୍ରାଇଡ୍ ତିଆରି କରୁଛି। ଏହି ଉପାୟଟି ତାଙ୍କୁ ତତ୍ତ୍ୱଗୁଡ଼ିକୁ ଅଲଗା ଅଲଗା ପରିବାରରେ ବାଣ୍ଟିବାରେ ବହୁତ ସାହାଯ୍ୟ କଲା। ଏତେ ସବୁ ପରିଶ୍ରମ ପରେ ସେ ଶେଷରେ ଏକ ଶକ୍ତିଶାଳୀ ନିୟମରେ ପହଞ୍ଚିଲେ, ଯାହାକୁ ଆଜି ଆମେ ପର୍ଯ୍ୟାୟ ସାରଣୀ ନିୟମ ବା ପିରିୟଡିକ୍ ଲ ବୋଲି କହୁଛୁ। ଏହାର ଅର୍ଥ କ'ଣ ଜାଣନ୍ତି? ଏହାର ଅର୍ଥ ହେଉଛି ପ୍ରକୃତି ଭିତରେ ଏକ ଛନ୍ଦ ଅଛି, ଏକ ସଙ୍ଗୀତ ଅଛି ଯାହାକୁ ମେଣ୍ଡେଲିଭ୍ ପ୍ରଥମ ଥର ପାଇଁ ଶୁଣିପାରିଥିଲେ। ଏହା ଏକ ଯୁଗାନ୍ତକାରୀ ଆବିଷ୍କାର ଥିଲା, କିଛି କମ୍ କଥା ନୁହେଁ। କିନ୍ତୁ କାହାଣୀ ଏତିକିରେ ସରିନି। ମେଣ୍ଡେଲିଭ୍ଙ୍କ କାମର ସବୁଠୁ ଆଶ୍ଚର୍ଯ୍ୟଜନକ ଆଉ ସାହସିକ ଅଂଶ ଏହା ପରେ ହିଁ ଆସିଲା। ନିଜର ଟେବୁଲ ତିଆରି କଲାବେଳେ ସେ କିଛି ଜାଗା ଜାଣିଶୁଣି ଖାଲି ଛାଡ଼ିଦେଲେ। ତାଙ୍କର ପୂରା ବିଶ୍ୱାସ ଥିଲା ଯେ ଏହି ଖାଲି ଜାଗାଗୁଡ଼ିକ ତାଙ୍କର ଭୁଲ ନୁହେଁ, ବରଂ ଏଗୁଡ଼ିକ ହେଉଛି ସେହି ମୌଳିକ ତତ୍ତ୍ୱମାନଙ୍କ ପାଇଁ ସଂରକ୍ଷିତ ସ୍ଥାନ, ଯାହା ସେତେବେଳେ ଯାଏଁ ଆବିଷ୍କାର ହିଁ ହୋଇନଥିଲା। ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଏହା କେତେ ବଡ଼ ପଦକ୍ଷେପ ଥିଲା। ଅଧିକାଂଶ ବୈଜ୍ଞାନିକ ହୁଏତ ଏହାକୁ ଗୋଟିଏ ଭୁଲ ବୋଲି ଭାବିଥାନ୍ତେ, କିନ୍ତୁ ମେଣ୍ଡେଲିଭ୍ଙ୍କ ପାଇଁ ଏହା ଥିଲା ନିଜ ନିୟମ ଉପରେ ଥିବା ତାଙ୍କର ଅଟଳ ବିଶ୍ୱାସର ପ୍ରମାଣ। ଏମିତିକି ସେ ଏହି ଅନାବିଷ୍କୃତ ତତ୍ତ୍ୱଗୁଡ଼ିକର ନାଁ ମଧ୍ୟ ଦେଇଦେଇଥିଲେ। ଯେମିତିକି ଆଲୁମିନିୟମ୍ ତଳେ ଥିବା ଖାଲି ଜାଗା ପାଇଁ ସେ ନାଁ ଦେଲେ ଏକା ଆଲୁମିନିୟମ୍। ଏହି ଏକା ଶବ୍ଦଟି ସଂସ୍କୃତରୁ ଆସିଛି, ଯାହାର ଅର୍ଥ ହେଉଛି ଗୋଟିଏ ପରେ। କେତେ ସୁନ୍ଦର ଭାବନା। ତେବେ ଏବେ ଆସିଲା ପ୍ରକୃତ ପରୀକ୍ଷାର ସମୟ। ମେଣ୍ଡେଲିଭ୍ଙ୍କର ଏହି ସାହସିକ ଭବିଷ୍ୟବାଣୀ କ'ଣ ସତରେ ସତ ହେବ? ଆଉ କିଛି ବର୍ଷ ପରେ ଯେତେବେଳେ ଫରାଂସୀ ବୈଜ୍ଞାନିକମାନେ ଗ୍ୟାଲିୟମ୍ ନାମକ ଏକ ନୂଆ ତତ୍ତ୍ୱ ଆବିଷ୍କାର କଲେ, ଫଳାଫଳ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଦେଖନ୍ତୁ, ମେଣ୍ଡେଲିଭ୍ କହିଥିଲେ ପାରମାଣ୍ବିକ ବସ୍ତୁତ୍ୱ ହେବ ପାଖାପାଖି 68, ଆଉ ଗ୍ୟାଲିୟମ୍ର କେତେ ଥିଲା? 68.7। ଅବିଶ୍ୱାସନୀୟ ଭାବେ କେତେ ପାଖାପାଖି। ଆଉ ଅକ୍ସାଇଡ୍ ଓ କ୍ଲୋରାଇଡ୍ ସୂତ୍ର, ସେଗୁଡ଼ିକ ଥିଲା ଏକଦମ ଠିକ୍, ସମ୍ପୂର୍ଣ୍ଣ ସଠିକ୍। ଏହି ଆବିଷ୍କାରଟି ଥିଲା ମେଣ୍ଡେଲିଭ୍ଙ୍କ ପର୍ଯ୍ୟାୟ ସାରଣୀ ନିୟମର ଶକ୍ତିର ଏକ ଅକାଟ୍ୟ ପ୍ରମାଣ। ଏହା ବିଜ୍ଞାନ ଜଗତରେ ଏକ ପ୍ରକାରର ହୋଇଚଇ ସୃଷ୍ଟି କରିଦେଲା, ଆଉ ତାଙ୍କର ସେହି ଟେବୁଲକୁ ସାରା ଦୁନିଆରେ ସ୍ୱୀକୃତି ମିଳିଲା। ତାଙ୍କର ଅବଦାନ ସତରେ ଅତୁଳନୀୟ। ସେ କେବଳ ରସାୟନ ବିଜ୍ଞାନର ବିଶୃଙ୍ଖଳାକୁ ଏକ ଶୃଙ୍ଖଳାରେ ବାନ୍ଧି ନଥିଲେ, ସେ ପ୍ରକାରାନ୍ତରେ ଭବିଷ୍ୟତକୁ ଦେଖିପାରିଥିଲେ।
ଆଉ ତାଙ୍କ ଢାଞ୍ଚା ଏତେ ମଜବୁତ ଥିଲା ଯେ ବହୁ ଦଶନ୍ଧି ପରେ ଯେତେବେଳେ ନୋବେଲ ଗ୍ୟାସ୍ ଭଳି ସମ୍ପୂର୍ଣ୍ଣ ନୂଆ ଧରଣର ତତ୍ତ୍ୱ ଆବିଷ୍କାର ହେଲା ସେଗୁଡ଼ିକୁ ମଧ୍ୟ ତାଙ୍କ ସାରଣୀରେ ଅତି ସହଜରେ ଜାଗା ଦିଆଯାଇପାରିଲା। ସେ ପ୍ରମାଣ କରିଦେଲେ ଯେ ପ୍ରକୃତିର ନିୟମକୁ ଯଦି ବୁଝିହେବ ତେବେ ଭବିଷ୍ୟବାଣୀ ବି କରିହେବ। ତେବେ ସଂକ୍ଷେପରେ କହିବାକୁ ଗଲେ ମେଣ୍ଡେଲିଭଙ୍କ କାହାଣୀ ହେଉଛି ମଣିଷର ଜିଜ୍ଞାସା ଆଉ ଏକ ନିୟମ ଖୋଜିବାର ପ୍ରୟାସର କାହାଣୀ। ସେ ତଥ୍ୟର ଏକ ବିଶାଳ ବିଶୃଙ୍ଖଳିତ ସମୁଦ୍ର ଭିତରୁ ଏକ ସୁନ୍ଦର ନିୟମକୁ ଖୋଜି ବାହାର କରିଥିଲେ। ଆଉ ଏହି କଥା ଆମକୁ ଏକ ବହୁତ ବଡ଼ ପ୍ରଶ୍ନ ପାଖରେ ଆଣି ଛାଡ଼ିଦେ। ଯଦି ମାତ୍ର 63ଟି ତତ୍ତ୍ୱ ଭିତରେ ଏତେ ଗଭୀର ଏକ ନିୟମ ଲୁଚି ରହିଥିଲା, ତେବେ ଆଜିର ଏହି ବିଶାଳ ବ୍ରହ୍ମାଣ୍ଡର ଅସଂଖ୍ୟ ତତ୍ତ୍ୱ ଭିତରେ ଆଉ କେତେ ଯେ ଅନାବିଷ୍କୃତ ନିୟମ ଆମକୁ ଅପେକ୍ଷା କରିଛି କିଏ ଜାଣେ। ଏହା ହିଁ ତ ବିଜ୍ଞାନର ଅନନ୍ତ ଯାତ୍ରା।